ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ସମସ୍ତେ ଭଲରେ ଥିବ। ମୁଁ ଯେଉଁ ଜାଗାରେ ଠିଆ ହେଇଛି ସେଇଟା କିଛି ଦିନ ପୂର୍ବରୁ ଗୋଟେ ଧାନ ବିଲ ଥିଲା। ହେଲେ ତା'ର ମାଲିକ ଯିଏ ମୋ ବାପା, ସେ ସାଙ୍ଗେ ସାଙ୍ଗେ ହଳ ଧରିକି କିଛି ଗୋଟେ ନୂଆ ଫସଲ ପୁଣି ଏଇଠି ଲଗାଇଦେଲେ। ପଛପଟେ ଦେଖ ଟମାଟୋ, କୋବି, ରସୁଣ କିଆରି ଅଛି, ସେପଟେ ପିଆଜ ଲଗା ହେଇଛି, ଆଉ ଜାଗା ବାକି ଅଛି, ସବୁ ଜାଗାରେ ଲାଗିବ। ଧାନ କାଟିବା ଆଗରୁ ସେ ଏଇଟା କେତେ ଥର ଭାବିଥିବେ ଯେ ମୁଁ ଏଇଟା ସରୁ ସରୁ ଆଉ ଗୋଟେ ଫସଲ ଲଗାଇଦେଲେ କିଛି ଦିନ ପରେ ସିଏ ବି ଫଳିବ, ତାପରେ ଆମେ ଖାଇବା। ଏଇଟା ଧାନ କାଟିଲା ବେଳେ ସେ ଭାବିନଥିବେ, ଧାନ କାଟିବାର ବହୁତ ଦିନ ଆଗରୁ ସେ ଭାବିଥିବେ। ସେଇଭଳିଆ ମଣିଷ ଯେତେବେଳେ ବି ଭାବେ ନା ମୁଁ କାଲିଠୁ ଆରମ୍ଭ କରିବି, ଯେଉଁ ମଣିଷ ଭାବେ ମୁଁ କାଲିଠୁ ଆରମ୍ଭ କରିବି, ସେ ତୁମକୁ ମିଛ କହୁଛି। ଜୀବନରେ କେବେ କାଲି ଆସେନି, କାହାର ବି ଜୀବନରେ କାଲି ଆସେନି। କିଏ ଜାଣିଛି ତୁମେ କାଲି ବଞ୍ଚିଥିବ କି ମରିଥିବ। ଯାହା କରିବା କଥା ଆଜି କର, ବୁଝିପାରିଲ କି ନାହିଁ? ଆଉ ଆଜି ଯେଉଁ ମଣିଷ ନ କରିପାରୁଛି ସେ ଆଗକୁ ବି କେବେ କରିପାରିବନି। ମେହନତର ଦିନ କଷ୍ଟ ହୋଇପାରେ, ହେଲେ ଦିନେ ସକ୍ସେସ୍ ଯାକେ ତୁମକୁ ନେଇଯିବ। ଆରେ ମୋତେ ହସ ଲାଗେ ବେଳେବେଳେ। 2025 ସରିଗଲାଣି, ମାନେ ଆଖି ବନ୍ଦ ପଲକ ଏମିତି ଦେଖୁ ଦେଖୁ 25 ବର୍ଷ ବିତିଗଲାଣି। ହେଲେ ଆଜି ଯାକେ ବି କେବେ ଦିମାଗରେ ଆସିନି ମୋତେ ଯେଉଁମାନେ ଆଜି ଛୁଟିଆ ଭାବୁଛନ୍ତି, ଯେଉଁମାନେ ଭାବୁଛନ୍ତି ମୋର ଅକାତ ନାହିଁ, ଯେଉଁମାନେ ଭାବୁଛନ୍ତି ମୁଁ ସବୁଠୁ ବେକାର, ଯେଉଁମାନେ ଭାବୁଛନ୍ତି ଘରେ ମୁଁ ସବୁଠୁ ନିକମା, ସେମାନଙ୍କୁ କେବେ ଜବାବ ଦେବା ପାଇଁ ଇଚ୍ଛା ହେଇନି। କେବେ ଭାବିଛ ନା ନାହିଁ ଯେ 2026 ସରିବା ପୂର୍ବରୁ ମୁଁ ଏତେ ଉପରକୁ ଯିବି ଯେ ଯେଉଁମାନେ ମୋତେ ଆଜି ଛୋଟ ଭାବୁଛନ୍ତି ସେମାନେ ମୋତେ କାଲି କହିବା ପାଇଁ ସାହସ କରିବେନି। ଏମିତି ଖିଆଲ କେବେ ଆସିଛି ନା ନାହିଁ? ଆଉ ଯଦି ଆସିନି, ତୁମେ ସେଇଟା ଆଜିଠୁ ଭାବିବା ଆରମ୍ଭ କର, ତାହେଲେ ଯାଇ ସେଇଟା 2026ରେ ତୁମେ କରିପାରିବ। ଆଉ ତୁମେ ଭାବୁଛ ଯେ ମୁଁ ସେଇଠୁ ଆରମ୍ଭ କରିବି, ଜୀବନରେ କେବେ ଗୋଟେ ଦିନର ପ୍ଲାନିଂରେ ସକ୍ସେସଫୁଲ୍ ହୁଏନି। ଯେଉଁ ଲୋକଟା ବାର ବାର ପ୍ଲାନିଂ କରେ ନା, ସେ ସକ୍ସେସଫୁଲ୍ ହୁଏ। କେତେ ଲୋକଙ୍କୁ ତୁମେ ଚିହ୍ନିଥିବ, ସାଇ ପଡ଼ିଶା, ବନ୍ଧୁବାନ୍ଧବ, ମାନେ ବହୁତ ଲୋକଙ୍କୁ ଚିହ୍ନିଥିବ ନା। ସମସ୍ତଙ୍କୁ ଜାଣିଥିବ, ସେ ଏଠି ଡ୍ୟୁଟି କରୁଛି, ସେ ମଦ ପିଇକି ପଡ଼ୁଛି, କିଏ କ'ଣ କରୁଛି, ସମସ୍ତଙ୍କୁ ତୁମେ ଆଖିରେ ଦେଖିକିନି ଜାଣିପାରୁଥିବ ଯେ ମୁଁ ବହୁତ ଲୋକଙ୍କୁ ଚିହ୍ନିଛି। ହେଲେ କେବେ ନିଜ ଆଡ଼କୁ ଧ୍ୟାନ ଦେଇଛ ନା ନାହିଁ? ନିଜର ଭୁଲ କେବେ ଖୋଜିବା ପାଇଁ ଚେଷ୍ଟା କରୁଛ କି ନାହିଁ? ନିଜକୁ ଯେଉଁ ମଣିଷ ଚିହ୍ନିନି ସେ କେବେ ଜୀବନରେ ତରକ୍କି କରିପାରିବେନି। ଫାଷ୍ଟ ନିଜକୁ ଚିହ୍ନିବା ଆରମ୍ଭ କର। ଯେଉଁ ଦିନଠୁ ତୁମେ ନିଜର ଭୁଲ ଖୋଜିବା ଆରମ୍ଭ କରିବ, ଯେଉଁ ଦିନଠୁ ତୁମେ ନିଜକୁ ଚିହ୍ନିବା ଆରମ୍ଭ କରିବ, ତୁମେ ଦୁନିଆର ସବୁଠୁ ବେଷ୍ଟ ହେଇଯିବ। ବେଷ୍ଟ ମାନେ ବୁଝିପାରୁଛ? ଆଜି ତୁମର ଭୁଲ ତୁମେ ନିଜେ ଖୋଜିଲ, କାଲି ତୁମେ ଆଉ ଟିକେ କରେକ୍ଟ ହେଇଯିବ। ବୁଝିପାରୁଛ କି ନାହିଁ? ଯେଉଁ ଲୋକ ଡେଲି 1% ଭୁଲ ତା ଦେହରୁ ବାହାର କରିକି ଫିଙ୍ଗିଦେଲା, 100 ଦିନ ଲାଗିବ 100% ହେବା ପାଇଁ। 3 ମାସ ଭିତରେ ଦୁନିଆର ସବୁଠୁ ତୁମେ ବେଷ୍ଟ ଲୋକ ହେଇଯିବ। ତାପରେ ଲୋକ କହିବେ ୟାଠୁ ବେହତର ଆଉ କେହି ନାହାନ୍ତି। ତୁମେ ନିଜ ଉପରେ ତୁମର ଭରସା ନାହିଁ, କାହିଁକିନା ତୁମେ ନିଜକୁ ଚିହ୍ନିବା କେବେ ଉଚିତ ବୋଲି ଭାବିନ। ଅନ୍ୟମାନଙ୍କୁ ଦେଖି ଦେଖି ବଡ଼ ହେଇଛ, ହେଲେ ନିଜ ଆଡ଼କୁ କେବେ ଆଖି ଉଠେଇକି ଦେଖିନ। ଆଉ ତୁମେ ଯଦି ଆଜିଠୁ ଏବେଠୁ ନିଜକୁ ଚିହ୍ନିବା ପାଇଁ ଚେଷ୍ଟା କରୁଛ, ତୁମେ ଯେଉଁଟା କରିପାରିବ ନା, କେଉଁ ମାଇକେଲ ନାହିଁ ଯେଉଁଟା ସିଏ କରିକି ଦେଖାଇଦେବ। ଚମ୍ପିଆନ୍ କିଏ? ଯେଉଁଟା ତୁମେ କରୁଛ ସେଇଟା ଆଉ 5 ଲୋକ କରିପାରୁଛନ୍ତି, ତାହେଲେ ତୁମେ ଚମ୍ପିଆନ୍ ନୁହଁ। ଯେଉଁଟା ତୁମେ କରୁଛ ସେଇଟା ତୁମ ଛଡ଼ା ତାଠୁ ଭଲ ଆଉ କେହି କରିପାରୁନାହାନ୍ତି, ତାହେଲେ ତୁମେ ହେଲ ଚମ୍ପିଆନ୍। ତୁମେ ହେଲ ଲିଡ଼ର, ତୁମେ ହେଲ ଲେଜେଣ୍ଡ, ତୁମେ ହେଲ ଦୁନିଆର ସବୁଠୁ ବେଷ୍ଟ। ଗଧ ଘୁଷୁରି ଭଳିଆ ଏମିତି ଟିମ୍ରେ ଚାଲିବା ଅପେକ୍ଷା କିଛି ଦିନ ଏକୁଟିଆ ରହିବା ଶିଖ। କିଛି ଦିନ ନିଜକୁ ଚିହ୍ନିବା ଚେଷ୍ଟା କର, ତାପରେ ତୁମେ ଦୁନିଆର ଏତେ ପରସେଣ୍ଟ 10% ଲୋକ ଭିତରକୁ ତୁମେ ପଳେଇ ଆସିବ। 90%ରେ ତୁମେ ଆଉ ରହିବନି। ବୁଝିପାରିଲ? ଟପ୍ 10କୁ ତୁମେ ପଳେଇ ଆସିବ। ତୁମେ ଏତେ ବେହତର ହେଇଯିବ ଯେ ତୁମକୁ ଲୋକ ସେଇ 90% ଲୋକ ଭିତରେ ଖୋଜିକି ପାଇବେନି। ବେଷ୍ଟ 10% ଲୋକ ଭିତରେ ତୁମ ନାଁ ଥିବ। ଖାଲି ନିଜକୁ ଚିହ୍ନିବା ଆରମ୍ଭ କର। ଜୟ ଜଗନ୍ନାଥ।